ଯୀଶୁଖ୍ରୀଷ୍ଟଙ୍କର ସେହି ମହାନ ନାମରେ ନମସ୍କାର ଜ୍ଞାପନ କରୁଅଛି। ମୁଁ ଆଶା କରେ ଆପଣମାନେ ସମସ୍ତେ ଆଉ ଈଶ୍ୱରଙ୍କର ଅନୁଗ୍ରହ ଦୟାରେ ଆପଣମାନେ କୁଶଳ ମଙ୍ଗଳରେ ଥିବେ। ଆଜି ଆମେ ଏମିତି ଏକ ବିଷୟ ଉପରେ ବା ଏମିତି ଏକ ବ୍ୟବହାର ଉପରେ କଥା ହେବା ଯୋଉଟାକି ଆମେ କେବେ ମନେ କରିନଥାଉ ଯେ ସେଟା ପାପ ବୋଲି, କିନ୍ତୁ ତାହାର ବହୁତ ଗଭୀର ପରିଣାମ ଅଛି। ଏ ଆମର ହୃଦୟକୁ, ଆମର କମ୍ୟୁନିଟିକୁ, ଆମର ମଣ୍ଡଳୀକୁ କଣ କରିଥାଏ ଆଉ ନଷ୍ଟ କରିଦେଇଥାଏ। ସେଟା ହେଉଛି ବେକ୍ ବାଇଟିଂ ବା ଚୁଗୁଲି କରିବା। ବାଇବେଲ ଆମମାନଙ୍କୁ ଆଉ ୱାର୍ଣ୍ଣ କରେ ଯେ ହିତୋପଦେଶ ତାର 16 ତାର 28 ଆମେ ପାଉ ଯେ ଗପସପ କରିବା ବା କାନରେ ଫୁସଫୁସେଇବା ବା ନିନ୍ଦା କରିବା ଗୋଟିଏ କ୍ୟାନ୍ସର ରୋଗ ଭଳିଆ। କ୍ୟାନ୍ସର ରୋଗ କଣ କରିଥାଏ, ସାଇଲେଣ୍ଟଲି ସେ କଣ କରିଥାଏ ଆମର ବଡିରେ ସ୍ପ୍ରେଡ କରିଥାଏ। ସେଇ ଭଳିଆ ଆଉ ବେକ୍ ବାଇଟିଂ ବା ଚୁଗଲି କରିବା ତା ସେ ପ୍ରଥମେ କଣ କରିଥାଏ, ସାଇଲେଣ୍ଟଲି ଆମ ଭିତରକୁ ଆସିଥାଏ। ଆମକୁ ଜଣା ନଥାଏ ଏଟା ଗୋଟେ ପାପ ବୋଲି, କିନ୍ତୁ ପରେ ତାର ପରିଣାମ ଆମର ଚର୍ଚ୍ଚ ଡିଭାଇଡ ହେଇଯାଇଥାଏ, ଆମର ଫ୍ୟାମିଲି ନଷ୍ଟ ହେଇଯାଇଥାଏ, ଆମର ରିଲେସନସିପ ମଧ୍ୟ ନଷ୍ଟ ହେଇଯାଇଥାଏ। ଆଜି ଆମେ ଦେଖିବା କାହିଁକି ଏ ଚୁଗଲି ବା ବେକ୍ ବାଇଟିଂ ଚର୍ଚ୍ଚ ନିମନ୍ତେ କ୍ୟାନ୍ସରର କାରଣ, यार प्रभाव चर्च प्रति कौन आउ यार क्यूर चर्च प्रति कौन आज आम देखा। आसतु आम माने शुणा चुगली करबा काहाकु कहती बा चुगली करबा कहिले आमे कोन बुझु। चुगली करबा कहिले एहा जे जनकर अनुपस्थिति रे ता विरुद्ध रे नकारात्मक कथा कहबा एहा ही चुगली करबा अटे। कारण कौन ए समस्त कथा जनक विरुद्ध रे नकारात्मक कथा कहबा, तार अनुपस्थिति रे ता विरुद्ध रे मंद कथा कहबा, तार एगेंस्ट रे कहबा। कारण 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 एहा जे आमठारे गोटे ईर्षा रूपक गोटे शैतान आम भीतर छुपिकी अछि। से ईर्षा रूपक शैतान जगु आमे कोन कहिथाउ, जनकर रेपुटेशन, जनकर रिलेशनशिप को, जनकर फैमिली को आमरे ए जीव द्वारा कोन करिथाउ ना नष्ट कर देथाउ। एटा गोटे भयंकर पाप। सेति पय बाइबल वार्निंग मध्ये देउ अछि। यदि आमे पढिबा याकूब तार 3 अध्याय 6 पद ताले आमे पाइबा जीव को गोटिए निया सदृश तुलना करा हैछि। आसंता माने पढिबा जिह्वा मध्य अग्नि स्वरूप, ताहा आममानंकर अंग समूह मध्यरे समस्त अधर्मर मूल धार स्वरूप अवस्थित। ताहा समस्त शरीर को असुचि करे और निजे नरकानरे प्रज्वलित होई प्रकृतिर चक्र को जलाए। देखन सेति पाई जेतेबेले आमे कहा विरुद्ध रे कथा कहूचु कि कहिबा आमे टिके चिंता करिबा। कारण ए जिह्वा कोन करिथाय जनकर रिलेशनशिप को आउ जोड़ी थाय, आउ जनकर रिलेशनशिप को से भांगी देथाय, जनकर रेपुटेशन को से गढ़ी थाय, आ जनकर रेपुटेशन को से कोन करिथाय नष्ट करि देथाय। जेमति कैंसर रोग, कैंसर रोग जेतेबेले कोन करे से धीरे धीरे कोन करे मल्टीप्लाई हुए, आउ सुस्त टिश्यू मान को कोन करथाय से आउ नष्ट करि देथाय। ए छोटिया जीव को कंट्रोल रखिबा, ए बैक बाइटिंग नामक बा ए चुगली करबा नामक जो पाप या को कंट्रोल रखिबा निश्चित आवश्यक। कारण एटा केवल गोटिए हार्मलेस हैबिट नुहे, एटा होची गोटिए पाप। आ ए पाप करबा द्वारा आमे ईश्वर को कोन करिथाउ दुख पहुंचै थाउ। आउ एहा करबा द्वारा मंडली मध्य कोन हिताय आउ भांगी जायताय बा डिवाइडेड हो जायताय। सेति पय ए पाप उपरे हमकु ध्यान देबार अछि। आमे जानिलु जे चुगली करबा बा बैक बाइटिंग कोन, सेति पय या प्रति आपण माने कोन करिवे ध्यान केंद्रित करबा निश्चित आवश्यक। जोटा को आमे मने करू अछु जे एटा करिबा द्वारा
କୌଣସି ପାପ ନୁହେଁ, କିନ୍ତୁ ସାଧାରଣ ବିଷୟ। କିନ୍ତୁ ପ୍ରଭୁ ଦିନେ ନା ଦିନେ ୟାର ହିସାବ ଆମଠାରୁ ନେବେ। ଆସନ୍ତୁ ଆମେମାନେ ସେକେଣ୍ଡ ପଏଣ୍ଟକୁ ଯିବା। ଏ ବେକ୍ ବାଇଟିଂ ବା ଏ ଚୁଗଲି କରିବାର ପ୍ରଭାବ ଆମ କମ୍ୟୁନିଟିରେ ବା ଆମ ମଣ୍ଡଳୀରେ କ'ଣ ପକାଉଅଛି। ଆସନ୍ତୁ ଆମମାନେ ଏ ବିଷୟରେ 12:36 ପ୍ରଭୁ ସମସ୍ତ କଥାର କ'ଣ କରିବେ, ଦିନେ ନା ଦିନେ ସେ ହିସାବ ନେବେ। 12:36 ଟିକେ ପଢିବା। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଓଷାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ। ଆମେ ଭାବୁଛୁ ଏ ଚୁଗଲି କରିବା କି ଏଣେ ତେଣେ ଥଟ୍ଟା ୟାର କି କଥା କହିବା ଏଟା ପାପ ନୁହେଁ ବୋଲି, କିନ୍ତୁ ବାଇବେଲ ପ୍ରମାଣ ଦଉଛି ଏ ଛୋଟ ଛୋଟ କଥା ଦ୍ୱାରା ଆମେ କ'ଣ କରିବୁ, ପ୍ରଭୁଙ୍କର ସେଇ ବିଚାର ଦିନରେ କ'ଣ କରିବୁ, ଆମେ ଧରା ପଡ଼ିବୁ। ସେଥିପାଇଁ କଥା କହିବା ପୂର୍ବରୁ କି କାହା ବିରୁଦ୍ଧରେ ଚୁଗଲି କରିବା ପୂର୍ବରୁ ଟିକେ ଚିନ୍ତା କରନ୍ତୁ। ଚୁଗଲି କରିଲେ କେବଳ ସାମ୍ନେ ବାଲାର କ୍ଷତି ହେବ ତାହା ନୁହେଁ, ଚୁଗଲି କରିବା ଲୋକର ମଧ୍ୟ କ୍ଷତି ହେବ। ଆଉ ବାଇବେଲ ପ୍ରମାଣ। ସେଥିପାଇଁ ଏ ପାପ ପ୍ରତି ଆପଣମାନେ ଧ୍ୟାନ ଦିଅନ୍ତୁ। ଶେଷରେ ଆମେ ଶୁଣିବା ୟାର କ୍ୟୁର କ'ଣ, ୟାର ଉପଚାର କ'ଣ। এই ছোট পাপ যেটাকে আমরা ভাবুছু, ক্যান্সারକୁ ବି ଆମେ ଛୋଟ ଭାବିଥାଉ, କିନ୍ତୁ ପରେ ଯାଇକି କ'ଣ ହେଇଥାଏ, ସେ ବିରାଳ ରୂପ ନେଇଥାଏ। ସେଥିପାଇଁକା ଅନେକ ଲୋକ କହନ୍ତି କ୍ୟାନ୍ସର ନ ଏନ୍ସାର। ସେଥିପାଇଁ ଏ ଛୋଟ ପାପ ଆଉ ଦିନେ ନା ଦିନେ ଆମକୁ ଏ ଛୋଟ ପାପ ହିଁ ଦିନେ ଆମକୁ କ'ଣ କରିବ, ଆଉ ନର୍କ ନେଇକି ଯିବ। ସେଥିପାଇଁ ଆମେ ଟିକେ ଚିନ୍ତା କରିବା ଏ ପାପ ନିମନ୍ତେ। କଥା କହିବା ପୂର୍ବରୁ ଚିନ୍ତା କରିବା, ଆମ ଜୀଭକୁ ଆମେ ଟିକେ କଣ୍ଟ୍ରୋଲରେ ରଖିବା। ଚୁଗଲି କରିବା ବା ବେକ୍ ବାଇଟିଂ କରିବା, ଏହା କରିବା ଦ୍ୱାରା କ'ଣ ହେଇଥାଏ, ଦୁଇ ବନ୍ଧୁ ମଧ୍ୟରେ କ'ଣ ହେଇଥାଏ, ଫାଟ ସୃଷ୍ଟି ହୋଇଥାଏ। ସେକେଣ୍ଡରେ କ'ଣ ହେଇଥାଏ, ସେକେଣ୍ଡରେ ଯିଏ ବେକ୍ ବାଇଟିଂ କରେ, କେବଳ ଯାହା ବିରୁଦ୍ଧରେ ସିଏ ଚୁଗଲି କରୁଛି ତାର ଯେ ସମ୍ପର୍କ ନଷ୍ଟ ହବ ତାହା ନୁହେଁ, ଯିଏ ବେକ୍ ବାଇଟିଂ କରିବା ଲୋକ ବା ଚୁଗଲି କରିବା ଲୋକ ବି ମଧ୍ୟ ତାର ବି ମଧ୍ୟ କ'ଣ ହେଇଥାଏ, ଆଉ କ୍ଷତି ହେଇଥାଏ। ଆମକୁ ବାଇବେଲ ପ୍ରମାଣ ଦିଏ। ଆସନ୍ତୁ ଆମେ ବାଇବେଲ ଖୋଲିବା। ମାଥ୍ୟୁ ଲିଖିତ ସୁସମାଚାର ତାର 15 ଅଧ୍ୟାୟ ଆମେ ପାଇବା 18-19 ଆମେ ପଢିବା। ମାଥ୍ୟୁ ଲିଖିତ ସୁସମାଚାର ତାର 15 ଅଧ୍ୟାୟ ଆଉ 18-19 ଆମେ ପଢିବା। କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ ତା ହୃଦୟରୁ ବାହାରେ। ମୁଖରୁ ଯେ ସମସ୍ତ ବିଷୟ ନିର୍ଗତ ହୁଏ ତା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ କ'ଣ କରେ, ଅଶୁଚି କରିଥାଏ। ଲେଖା ଅଛି ଯାହା ଆମେ ଭିତରକୁ ଖାଉଛୁ ବା ପିଉଛୁ ସେଟା ମଣିଷକୁ କେବେ ଅଶୁଚି କରେ ନାହିଁ, କିନ୍ତୁ ମନ ଭିତରୁ ଯୋଉଟା ବାହାରେ ଆଉ ସେଟା ହିଁ ମଣିଷକୁ କ'ଣ କରିଥାଏ, ଅଶୁଚି କରିଥାଏ। କ'ଣ ବାହାରେ ଆମେ ଦେଖିବା। କାରଣ ହୃଦୟରୁ କୁଚିନ୍ତା ବାହାରେ, ନରହତ୍ୟା ବାହାରେ, ବ୍ୟଭିଚାରୀ ବାହାରେ, ବେଶ୍ୟାଗମନ ବାହାରେ, ଚର୍ଯା ଆଉ ମିଥ୍ୟା ସାକ୍ଷ୍ୟ ବାହାରେ ଓ ନିନ୍ଦା ବାହାରେ। ଏଠି ଗୋଟେ ବିଷୟ ଲେଖା ହେଇଛି, ଚର୍ଯା। ବହୁତ ସମୟରେ ଆମେ କ'ଣ କରିଥାଉ, ଯେତେବେଳେ ବିଶେଷ କରି ସ୍ତ୍ରୀ ଲୋକମାନେ କ'ଣ କରିଥାନ୍ତି, ଯେତେବେଳେ ସେମାନେ ସାଙ୍ଗ ହେଇକି ବସି ଯାଆନ୍ତି ଅନ୍ୟ ବିଷୟରେ ତାଙ୍କର ଚର୍ଚ୍ଚା ପଡିଥାଏ। ଏହା କଥା ନେଇକି ସିଏ ତାଙ୍କର ବୋଉ ଏମିତି କଥା କହିଲା, ତାଙ୍କ ଉପର ବୋଉ ସେମିତି କଥା କହିଲା, ଏମିତି ଦୁନିଆ ଗାଁ ସାରାର ଲୋକମାନଙ୍କର କଥାକୁ ସେମାନେ ଗୋଟେ ଜାଗାରେ ବସିକି ଚର୍ଚ୍ଚା କରିଥାନ୍ତି। ବାକ୍ୟରେ ଲେଖା ଅଛି ଯାହା ମୁଖରୁ ବାହାରେ ତାହା ହିଁ ମନୁଷ୍ୟକୁ କ'ଣ କରେ, ଅଶୁଚି କରେ। କେବଳ ଯିଏ ଚୁଗଲି କରିବା ଲୋକ କି ଯାହା ବିରୁଦ୍ଧରେ ସେ ଚୁଗଲି କରୁଛି ଯେ ତାହା କ୍ଷତି ହେବ ତାହା ନୁହେଁ, ସେ ଚୁଗଲି କରିବା ଲୋକର ମଧ୍ୟ
ଆଉ କଣ ହବ ନା କ୍ଷତି ହବ। ସେଥିପାଇଁ ପ୍ରଭୁ ଦିନେ ସମସ୍ତ କେୟାରଲେସ୍ ୱାର୍ଡର କଣ କରିବେ, କେୟାରଲେସ୍ କଥାର ଆଉ ପ୍ରଭୁ କଣ କରିବେ ତାର ହିସାବ ବାଇବେଲ କହୁଅଛି। ଯଦି ଚୁଗଲି କରିବାର ପ୍ରଭାବ, ଚୁଗଲି କରିବାର ପ୍ରଭାବ ପ୍ରଥମ ପଏଣ୍ଟ ହଉଛି ସିଏ କଣ କରିଥାଏ ଆଉ ସମ୍ପର୍କକୁ ଆଉ କଣ କରିଥାଏ ଅଲଗା କରିଦେଇଥାଏ। ଆମେ ପାଇବା ହିତୋପଦେଶ ତାର 16 ଅଧ୍ୟାୟ 28 ପଦରେ ଆମେ ପାଇବା ଯେ ଚୁଗଲି କରିବା ଦ୍ୱାରା ଦୁଇ ସାଙ୍ଗ ମଧ୍ୟରେ ମଧ୍ୟ ଆଉ କଣ ହେଇଥାଏ ବିବାଦ ସୃଷ୍ଟି ହୋଇଥାଏ। ଆସନ୍ତୁ ମାନେ ପଢିବା ହିତୋପଦେଶ ତାର 16 ଅଧ୍ୟାୟ ତାର 28 ପଦ। ଏଠି ଏହି ଭାବରେ ଲେଖା ଅଛି, କୁଟିଳ ମନୁଷ୍ୟ କଳି ବୁଣେ, ପୁଣି କର୍ଣ୍ଣଚେପ ବିଶେଷ ମିତ୍ରଗଣକୁ ବିଭିନ୍ନ କରେ। ଏଠି ଲେଖା ଅଛି କୁଟିଳ ମନୁଷ୍ୟ କଣ କରେ, କଳି ବୁଣେ। ଯେମାନଙ୍କର ମନ କୁଟିଳ ଆଉ ସଦାବେଳେ ତାଙ୍କର ଚିନ୍ତାଧାରା ଥାଏ କଣ ନା ଆଉ ପରସ୍ପର ମଧ୍ୟରେ ଝଗଡ଼ା କରିବା। ଆଉ ଏଠି ଲେଖା ଅଛି ପୁଣି କର୍ଣ୍ଣଚେପ ବିଶେଷ ତ ମିତ୍ରଗଣକୁ କଣ କରେ, ବିଭିନ୍ନ କରେ। ତା ଅର୍ଥ ହଉଛି ଯୋଉମାନେ କାନ ମୁହଁ ଯାଇକି ଫୁସଫୁସ କଥା କୁହନ୍ତି ଯେ ସେ ଆଜ୍ଞା ଆଜି ଏମିତି କଲା, ସେ ମା ଆଜି ଏମିତି କଲା, ସେ ଭଉଣୀ ଆଜି ଏମିତି କଲା ବୋଲି ଯୋଉମାନେ କହନ୍ତି, ଆଉ ଏଇଭଳିଆ ଲୋକଙ୍କ ଦ୍ୱାରା ଆଉ କଣ କରିଥାଏ ନା ଦୁଇ ବନ୍ଧୁ ମଧ୍ୟରେ ମଧ୍ୟ କଣ ହେଇଥାଏ ଆଉ ଫାଟ ସୃଷ୍ଟି ହେଇଥାଏ। ୟା କଥା ନେଇକି ତା ପାଖରେ, ତା କଥା ନେଇକି ତା ପାଖରେ, ସେ ତୋ ବିରୁଦ୍ଧରେ ଏମିତି କଥା କହିଲା, ସେ ତୋର ବିରୁଦ୍ଧରେ ଏମିତି କଥା କହିଲା, ଆଉ ଦୁଇ ଜଣଙ୍କ ମଧ୍ୟରେ କଣ ହୋଇଥାଏ ଆଉ ଫାଟ ସୃଷ୍ଟି ହେଇଥାଏ। ସେଟା ହଉଛି କ୍ୟୁର, ୟାର ଉପଚାର କଣ, ୟାର ଉପଚାର କଣ ଆସନ୍ତୁ ଆମେ ଦେଖିବା। ୟାର ଉପଚାର ହଉଛି ପ୍ରଥମ ଷ୍ଟେପ, ଆମେ ଚିହ୍ନିବା ଆଉ ଫେରିବା। ଆମର ପାପକୁ ଆଉ ଈଶ୍ୱରଙ୍କ ଠାରେ କଣ କରିବା, ସ୍ୱୀକାର କରିବାର ଅଛି। କାରଣ ବାକ୍ୟ କହେ ପ୍ରଥମ ଜହନ ତାର 1:9 କଣ ଲେଖା ହେଇଛି ଟିକେ ଦେଖିବା। ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆମର ପ୍ରଭୁ ଆମର ପାପ କ୍ଷମା କରିବା ନିମନ୍ତେ ବିଶ୍ୱସ୍ତ ଅଟନ୍ତି ଓ ନ୍ୟାୟବାନ ଅଟନ୍ତି। କେତେବେଳେ ନ୍ୟାୟବାନ? ଯେତେବେଳେ ଆମେ ଆମର ପାପକୁ ତାଙ୍କଠାରେ ସ୍ୱୀକାର କରୁ। ଯେ ଚୁଗଲି କରିବାଟା ହଉଛି ଗୋଟିଏ ପାପ। এটা সাধারণ ব্যবহার নুহে কি সাধারণ বিহেভ নুহে, এটা গোটিয়ে পাপ। এটা করিবা দ্বারা মু নিজে মধ্যে নষ্ট হেবি ও অন্য মধ্যে নষ্ট হব, মন্ডলী নষ্ট হব, সম্পর্ক নষ্ট হব, রেপুটেশন মধ্যে নষ্ট হব। যেতেবেলে আমি আমার পাপକୁ স্বীকার করিবা, প্রভু মু এ পাপ করিଅছি, মু আকু পাপ বলি ভাবু নথিলি, কিন্তু ଏହା ପାପ, ଏହା କରିବା ଦ୍ୱାରା ମୁଁ ଅନେକଙ୍କୁ ଦୁଃଖ ପହଞ୍ଚଉଅଛି, ଅନେକଙ୍କର ସମ୍ପର୍କ ଭାଙ୍ଗୁଅଛି। ଯେତେବେଳେ ଆମେ ସ୍ୱୀକାର କରିବା, ଆଉ ସ୍ୱୀକାର କରି ଯେତେବେଳେ ଆମର ପାପକୁ ଆଉ ବୁଝିପାରିବା, ସେତେବେଳେ ପ୍ରଭୁ କଣ କରିବେ, ଆମକୁ କ୍ଷମା କରିବେ। ପ୍ରଭୁ ଆମମାନଙ୍କୁ ସମସ୍ତ ଅଧର୍ମରୁ କଣ କରିବେ, ଆଉ ସେ ବିଶ୍ୱସ୍ତ ଅଛନ୍ତି ଯେ ନ୍ୟାୟ କରିବା ନିମନ୍ତେ। ତାପରେ ସେକେଣ୍ଡ ପଏଣ୍ଟ ଆମେ ଦେଖିବା ବା ସେକେଣ୍ଡ ଷ୍ଟେପ ହଉଛି ଆମର ଜୀବକୁ କଣ କରିବାର ଅଛି, କଣ୍ଟ୍ରୋଲରେ ରଖିବାର ଅଛି। କାରଣ ବାକ୍ୟ କହେ, ଏଫେସୀୟ ପୁସ୍ତକ ଆଉ କହେ, ଲେଖା ଅଛି ଏଫେସୀୟ ପୁସ୍ତକ 4 ଆଉ 29 ଲେଖା ଅଛି, ତୁମେ ମାନେ କଣ କର, ତୁମେ ମାନେ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହଉ। ଆମମାନଙ୍କର ମୁଖରୁ କଣ ହଉ, କୁବାକ୍ୟ ନିର୍ଗତ ନ ହଉ, ବରଞ୍ଚ ଆବଶ୍ୟକତା ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହଉ। ଲେଖା ଅଛି ଆବଶ୍ୟକତା ଅନୁସାରେ ଆଉ ଭଲ ବାକ୍ୟ ଆମ ମୁଖରୁ ନିର୍ଗତ ହଉ, ବା କାହାରି ବିରୁଦ୍ଧରେ ଆମେ ଆଉ ନେଗେଟିଭ କଥା ନ କହି
କାହାରି ବିରୁଦ୍ଧରେ ଆମେ ନକାରାତ୍ମକ କଥା ନ କହିକି ଆମେ ମାନେ କଣ କରିବାର ଅଛି, ସକାରାତ୍ମକ କଥା କହିବାର ଅଛି। ଅନ୍ୟର ବିରୁଦ୍ଧରେ ଆମେ ତାର ଭଲ କଥା କହିବାର ଅଛି, ଯେପରି ତାହା ଶ୍ରୋତାମାନଙ୍କର ଅନୁଗ୍ରହ ପକ୍ଷରେ ହିତଜନକ ହୁଏ। ସେଥିପାଇଁ ଆମେ ଚିନ୍ତା କରିବାର ଅଛି, ଆମର ଜିଭକୁ କଣ କରିବାର ଅଛି, କଣ୍ଟ୍ରୋଲରେ ରଖିବାର ଅଛି। ଯଦି ଆମେ ଜୀବକୁ କଣ୍ଟ୍ରୋଲରେ ରଖୁ, ଶେଷ ସମୟରେ ଏହାର ହିସାବ ମଧ୍ୟ ଆମକୁ ଦେବା ପାଇଁ ପଡ଼ିବ। ଆଜି ଆମେ ଜାଣିବା ପାଇଁ ପାଇଲୁ ଯେ ଆମେ ଯାହାକୁ ଭାବୁଥିଲୁ ଯେ ଗୋଟେ ପାପ ନୁହେଁ ବୋଲି, ପରର ଚର୍ଚ୍ଚା କରିବା, ଚୁଗଲି କରିବା ବା ମନ୍ଦ କଥା କହିବା ବା ନିନ୍ଦା କରିବା, ଏ ସମସ୍ତ ବିଷୟ ପାପ ନୁହେଁ ବୋଲି ଆମେ ଭାବୁଥିଲୁ। କିନ୍ତୁ ଏ ବାକ୍ୟ ଗୁଡ଼ିକ ଯେତେବେଳେ ଆମେ ପଢିଲୁ, ଆମେ ଜାଣିବା ପାଇଁ ପାଇଲୁ ଯେ ଇଏ ବହୁତ ବଡ଼ ପାପ, କ୍ୟାନ୍ସରର ରୋଗ ଭଳିଆ। ଯଦି ଆମେ ଏହାକୁ ପ୍ରଥମରୁ ଯଦି ଆମେ ଚେକ୍ ନ କରିବୁ, ତାହେଲେ ନିଶ୍ଚିତ ଭାବରେ ଆମର ମଣ୍ଡଳୀ, ଆମର ରିଲେସନସିପ୍, ଆମର ରେପୁଟେସନ ସମସ୍ତ କିଛି ନଷ୍ଟ ହୋଇଯିବ। ସେଥିପାଇଁ ଆମେ ଏ ପାପ ନିମନ୍ତେ ଧ୍ୟାନ ଦେବାର ଅଛି। ଆଉ ଆମେ କଣ ହବାର ଅଛି, ଅନ୍ୟକୁ ଦୁଃଖ ପହଞ୍ଚିବାର ନ ହେଇକି ଆମେ ଅନ୍ୟର ସୁସ୍ଥକାରୀ ହବାର ଅଛି। ପ୍ରଭୁ ଏହି ସ୍ୱଳ୍ପ ବାକ୍ୟ ଦ୍ୱାରା ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କୁ ବଡ଼